କ୍ଷୀରି କରାଯାଏ, ପିଠା କରାଯାଏ, ମାନେ ନାଇଁ ପଡ଼ିବାରେ ଅମୃତ ସମାନ କ୍ଷୀରଟି ତାର, ଖାଇବା କୁଶଳ ଅତି ମଧୁର, କ୍ଷୀର ଦେଇ ସିଏ ପାଳେ ଆମକୁ, କିଏ ସେ କହିବ ତାର ନାମକୁ, କୁହ କିଏ? ମାନେ ଆଉ ଥରେ ଗାଇବା। ଅମୃତ ସମାନ କ୍ଷୀରଟି ତାର, ଖାଇବା କୁଶଳ ଅତି ମଧୁର, କ୍ଷୀର ଦେଇ ସିଏ ପାଳେ ଆମକୁ, କିଏ ସେ କହିବ ତାର ନାମକୁ? ଆଚ୍ଛା ତାପରେ ଆଉ ଗୋଟେ ଆଚ୍ଛା କହିଲ ଆମେ ଘରେ କେଉଁ କେଉଁ ପକ୍ଷୀ ପାଳୁ? ପକ୍ଷୀ ଗାଈ ତ ପକ୍ଷୀ ନୁହେଁ। ମିଟୁ, ପାରା, ଆଚ୍ଛା ତାହେଲେ ଏବେ ପଢିବା। ଶାଗୁଆ ଅଟୋଇ ଦେହଟି ତାର, ନାଲି ଖଣ୍ଡ ତାର କି ମନୋହର, କହିକି ପାରିବ ନାମ ତାହାର? ଶୁଆ, ଶୁଆର ଖଣ୍ଡଟା କେମିତି? ଆଚ୍ଛା ନାଲି ଥଣ୍ଟ ତାର କି ମନୋହର, ତାର ଯୋଉ ନାଲିଆ ଥଣ୍ଟ ବଢିଆ ଲାଗେ କି ଦେଖିତେ, ସୁନ୍ଦର ଲାଗେ ନା? ତାହେଲେ କିଏ? ଶୁଆ। ଆଚ୍ଛା ଏଥର କୁହ। କୁହୁ କୁହୁ ରାବେ ବଡସ ରାଗେ, ଉଡି ବୁଲୁଥାଏ ଆମରି ଆଗେ, କଳା ଦେହ ସିନା ସୁର ମଧୁର, କହିକି ପାରିବ ନାମ ତାହାର? ଶୁଆ କୁହୁ କରେନି, କୁହୁ କିଏ କରେ? କୋଇଲି। ଭେରି ଗୁଡ୍ ତାଳିମାର। ମାନେ କୁହୁ କିଏ କରେ? କୋଇଲିର ରଙ୍ଗ କେମିତି? କଳା। ସିଏ ବହୁତ କୁହୁ ଶୁଣିତେ ଭଲ ଲାଗେନି? ଭାରି ସୁନ୍ଦର ଲାଗେ ନୁହଁ? ସିଏ କେଉଁ ଋତୁରେ ବେଶୀ ରାବେ? ବସନ୍ତ ଋତୁରେ ଆମ୍ବ ଗଛରେ ବସିକି ଡାକେନି? ମଜା ଲାଗେ ଶୁଣିତେ ନା? ତାହେଲେ କୁହୁ କରେ କୋଇଲି, ନାଲି ଥଣ୍ଟ କାହାର? ଶୁଆର। ଆଉ କାହା କ୍ଷୀର ବେଶୀ ମଧୁର? ଗାଈ କ୍ଷୀର। ଗାଈ କ୍ଷୀର ଆମକୁ ଭାରି ସୁନ୍ଦର ଲାଗେ ଖାଇତେ ନୁହଁ? ଗାଈ କ୍ଷୀର କଣ ହୁଏ? ପିଠା ହୁଏ, ଦହି ହୁଏ, ଘିଅ ହୁଏ।